ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଏକ ମନକୁ ଛୁଇଁଗଲା ବୋଲି ସୁନ୍ଦର କାହାଣୀ। ପାଖରେ ଜଣେ ବି କେହି ନଥିଲେ। ତାପରେ ଶୁଣିବା ଆଜିର ଅନୁଚିନ୍ତା। ତାହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ଅନେକ ବର୍ଷ ତଳେ ଗୋଟିଏ ଗାଁରେ ଜଣେ ଧନୀ ଲୋକ ଥିଲା। ତାର ଟଙ୍କା ପଇସା କି କୋଠା ବାଡ଼ିର ସିନା ଅଭାବ ନଥିଲା, ହେଲେ ମନରେ ଆଦୌ ତାର ଶାନ୍ତି ନଥିଲା। ରାତିରେ ନିଦ ତାକୁ ଲାଗୁନଥିଲା। ତାକୁ ଧନ ଲୋଭ ଏତେ ଗ୍ରାସୀ ଥିଲା ଯେ ଦାନ ଧର୍ମ ତ ଦୂରର କଥା, ନିଜେ ଭଲ କରି ଖଣ୍ଡେ ଖାଇବା ପାଇଁ ବି, ଭଲ ଖଣ୍ଡେ ପିନ୍ଧିବା ପାଇଁ ବି ଟଙ୍କାଟିଏ ବି ଖର୍ଚ୍ଚ କରୁନଥିଲା। ଧନୀ ଲୋକଟିର ସବୁବେଳେ ଧନ ବଢ଼ାଇବାରେ ଚିନ୍ତା ଥାଏ। କେମିତି ମୋର ଧନ ବଢ଼ିବ, ଆହୁରି ଧନୀ ହେବି, ଏହି ବିଷୟରେ ସେ ସବୁବେଳେ ଭାବୁଥାଏ। ଦିନେ ସେ ରାତିରେ ଶୋଇଲାବେଳେ ଭାବିଲା, ଏତେ ଧନ ଥିଲେ କ'ଣ ହେଲା? ଆମ ଦେଶର ରାଜାଙ୍କଠାରୁ ତ କମ୍ ଅଛି। ଠିକ୍ ଏତିକି ବେଳେ ଧନୀ ଲୋକଟି ଦିନେ ରାତିରେ ସ୍ୱପ୍ନରେ ଦେଖିଲା, କିଏ ଜଣେ ଆସି ତା କାନ ପାଖରେ କହିଗଲେ, ତୋ ଘର ଆଗରେ ଏକ ଅଖା ମୁଣିରେ ସୁନା ମୋହର ଅଛି। ସେଥିରୁ ଯେତେ ମୋହର ବାହାର କରିବୁ, ସେଥିରେ ସେତିକି ଭର୍ତ୍ତି ହୋଇ ଯାଉଥିବ। ମୁଣିଟି କେବେ ହେଲେ ଖାଲି ହେବ ନାହିଁ। ଆଉ ମନେ ରଖ, ତୋର ଯେତିକି ମୋହର ଦରକାର, ବାହାର କରି ସାରିଲା ପରେ ତୁ ସେଇ ମୁଣିଟିକୁ ନଈରେ ଭସାଇ ଦେବୁ। ତାପରେ ଯାଇ ସେଥିରୁ ବାହାର କରିଥିବା ସୁନା ମୋହର ତୋର କାମରେ ଲଗାଇ ପାରିବୁ। ଅଖା ମୁଣି ନଈରେ ନ ଭସାଇଲା ଯାଏଁ ସୁନା ମୋହର ତୋର କୌଣସି କାମରେ ଆସିବ ନାହିଁ। ସେ ସବୁ ପଥର ପାଲଟିଯିବ। ଏତିକି ଶୁଣି ଲୋକଟିର ନିଦ ଭାଙ୍ଗିଗଲା। ସେ ସଙ୍ଗେ ସଙ୍ଗେ ବିଛଣାରୁ ଉଠି ଘର ବାହାରକୁ ଗଲା। ଦେଖିଲା ସତକୁ ସତ ଅଖାଟିଏ ପଡ଼ିଛି। ଭିତରେ ସୁନା ମୋହର ବି ଅଛି। ଏହାକୁ ଦେଖି ତାର ମନ ଖୁସିରେ ନାଚି ଉଠିଲା। ଏହାପରେ ମୁଣିକୁ ଘର ଭିତରକୁ ଆଣି ସେଥିରୁ ସୁନା ମୋହର ବାହାର କଲା। ବାହାର କରୁ କରୁ ଭୋକ ଶୋଷ ସେ ଭୁଲିଗଲାଣି। ଏଣେ ଘରଦ୍ୱାର ଭର୍ତ୍ତି ହୋଇଗଲାଣି, ସତେ ଯେମିତି ପାହାଡ଼ ସମାନ। ତାପରେ ଧନୀ କୃପଣ ଲୋକଟି ସ୍ୱପ୍ନ କଥା ମନେ ପକାଇ ମୁଣିକୁ ନଈରେ ଭସାଇ ଦେବାକୁ ବାହାରିଲା। କିଛି ବାଟ ଗଲାପରେ ପୁଣି ଘରକୁ ଫେରି ଆସିଲା। ମୁଣିଟିକୁ ସାଥିରେ ନେଇ ଭାବିଲା, ମୁଣିକୁ ନଈରେ ଭସାଇ ଦେଲେ ଆଉ ମିଳିବ ନାହିଁ। ଏଣେ ସୁନା ମୋହର ଖର୍ଚ୍ଚ କରିଦେଲେ ଶେଷ ହୋଇଯିବ, ଆଉ ମୋହର ମିଳିବ ନାହିଁ। କଥାରେ କହନ୍ତି, ପୁଅ ମୁଣ୍ଡକୁ ଲୋଭ, ତେଲ ଘଡ଼ିକି ଲୋଭ। ଅଖା ମୁଣିଟି ପାଖରେ ଥାଉ ଆଉ କିଛି ମୋହର ସେଥିରୁ ବାହାର କରିବି, ସୁନା ମୋହର ଖର୍ଚ୍ଚ କରିବା ଦିନ କ'ଣ କୁଆଡ଼େ ଚାଲିଯାଉଛି, ପରେ ଖର୍ଚ୍ଚ କଲେ ବି ଚଳିବ। ଏହିଭଳି ନାନା କଥା ମନରେ ବିଚାର କରି ଧନୀ କୃପଣ ଲୋକଟି ସୁନା ମୋହର ଥଳିକୁ ନଈରେ ଭସାଇଲା ନାହିଁ, କି ସେଥିରୁ ବାହାର କରିଥିବା ସୁନା ମୋହର କୌଣସି କାମରେ ଲଗାଇଲା ନାହିଁ। ସେହି ଧନୀ କୃପଣ ଲୋକଟି ବୁଢ଼ା ହୋଇଗଲା ପଛେ ତାର ସୁନା ମୋହରକୁ ଜଗି ବସିଲା। ଶେଷରେ ସେହି କୃପଣ ଲୋକଟି ନ ଖାଇ ନ ପିଇ ମରିଗଲା। ତାର ଏହି କୃପଣ ପଣିଆ ଯୋଗୁଁ କେହି ତାକୁ ଭଲ ପାଉନଥିଲେ। ମଲାବେଳେ ତାର ଚାରିପାଖରେ କେହି ଜଣେ ବି ନଥିଲେ। ଯେତିକିରେ ଅଛି ସେତିକିରେ ସେଥିପାଇଁ ସନ୍ତୁଷ୍ଟ ରହିବା ଦରକାର। ଅଧିକା ଭାବି ମୃତ୍ୟୁକୁ ବରଣ କରିବା ନାହିଁ, ଦୁଃଖକୁ ଆମନ୍ତ୍ରଣ କରିବା ନାହିଁ। ଆପଣ ଚାଲୁଥିବା ରାସ୍ତାରେ ଯଦି କେହି ସମସ୍ୟାର ପାହାଡ଼ ଛିଡ଼ା କରୁଛି, ତଥାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। କାହିଁକିନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖେଇ ଦେଉଛନ୍ତି। କିଏ ଅବହେଳା କଲା, କିଏ ଅପମାନ କଲା, କିଏ ବଦନାମ କଲା, କିଏ ଛାଡ଼ିଦେଇ ଚାଲିଗଲା,
ଏସବୁକୁ ଇଗ୍ନୋର କରିବା ଶିଖନ୍ତୁ। ଏହି ଛୋଟ ଛୋଟ କଥାଗୁଡ଼ିକ ମଣିଷ ଭିତରୁ ସବୁ ସୁଖ ଛଡ଼େଇ ନେଇଯାଇଥାଏ। ଯେତେ ତୀର୍ଥ ଜାଗାକୁ ଗଲେ ବି, ଯେତେ ଭକ୍ତିରେ ପୂଜା କଲେ ବି ଯଦି କର୍ମ ଓ ବ୍ୟବହାର ଭଲ ନଥାଏ, ତେବେ ସେଗୁଡ଼ିକର କିଛି ମହତ୍ତ୍ୱ ରହେ ନାହିଁ। ଯାହାର ମନ ପବିତ୍ର ଥାଏ, ସେ ଈଶ୍ୱର ନ ପୂଜିଲେ ମଧ୍ୟ ଈଶ୍ୱରଙ୍କ କୃପା ସାଥିରେ ରହିଥାଏ। ଯେଉଁ ମଣିଷର ମନ ଅପବିତ୍ର ଥାଏ, ସେ ମଣିଷ ନିଜ ପାଖରେ ଈଶ୍ୱରଙ୍କ ମୂର୍ତ୍ତି ରଖିଲେ ବା ପୂଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନଥାଏ। ସମସ୍ତଙ୍କୁ ହସେଇବେ କିନ୍ତୁ କେବେ କାହା ଉପରେ ହସିବେ ନାହିଁ। ସମସ୍ତଙ୍କ ଦୁଃଖ ଶୁଣିବେ କିନ୍ତୁ କାହାକୁ ଦୁଃଖୀ କରାଇବେ ନାହିଁ। ମଦ ବିକିବା ବାଲା କୁଆଡ଼େ ଯାଏ ନାହିଁ, କିନ୍ତୁ କ୍ଷୀରବାଲା ଗଲି ଗଲି ବୁଲି କ୍ଷୀର ବିକିବାକୁ ଯାଏ। ଠିକ୍ ସେହିପରି ଭଲ ପଛରେ କେହି ଯାଆନ୍ତିନି, ଖରାପ ପଛରେ ସମସ୍ତେ ଯାଆନ୍ତି। ଗୈରିକ ବସ୍ତ୍ର ପିନ୍ଧିଲେ ଶରୀରରେ ବହୁତ ଉପକାର ମିଳିଥାଏ। ଶୁଦ୍ଧ ନିର୍ମଳ ମନ ବା ପବିତ୍ରତା ଆସେ। ବାହ୍ୟ ଦୂଷିତ ଜୀବାଣୁ ଶରୀରକୁ ପ୍ରବେଶ କରିପାରନ୍ତି ନାହିଁ। ସର୍ବଦା ମନ ଓ ଶରୀର ପବିତ୍ର ରହେ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ନୀ, ବାନପ୍ରସ୍ଥୀ ଏହିମାନେ ଓ ଆଶ୍ରମବାସୀମାନେ ଗୈରିକ ବସନ ଧାରଣ କରୁଥିଲେ। ବାହ୍ୟ ଆଡ଼ମ୍ବର ଭୂଷଣ ପ୍ରତି ମନରେ ଆବେଗ ଆସିନାହିଁ। ସର୍ବଦା ସାଧୁ ଭାବରେ ଚିତ୍ତ ସମାହିତ ହୋଇ ରହେ। ବିଷୟାବିମ୍ବକୁ ଏବଂ ସମାହିତ ସଂଯମ ଓ ସତ୍ୟାଶାୟୀ ହୁଏ। ଯଦି ଭିଡ଼ିଓ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଓମ୍ ସାଇରାମ, ଜୟ ସାଇରାମ।